ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଅଙ୍ଗନବାଡି ସୁପରଭାଇଜର ହେବାକୁ ହେଲେ ଆବଶ୍ୟକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କିମ୍ବା ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। ପୂର୍ବରୁ ଦଶମ ପାସ୍ କରିଥିଲେ ଅଙ୍ଗନବାଡି ସୁପରଭାଇଜର ଚାକିରି ସହଜରେ କରିପାରୁଥିଲେ। ହେଲେ ରାଜ୍ୟ ସରକାର ଏ ନିୟମରେ ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସିଥିବା ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା ସଂଶୋଧନ ନିୟମ 2025 ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଅଙ୍ଗନବାଡି ସୁପରଭାଇଜର 50% ପଦବୀ ପାଇଁ ସିଧାସଳଖ ନିଯୁକ୍ତି ହେଉଥିବା ବେଳେ ବାକି 50% ପଦବୀରେ ଅଙ୍ଗନବାଡି କର୍ମୀକୁ ପଦୋନ୍ନତି ମାଧ୍ୟମରେ ନିଯୁକ୍ତି ଦିଆଯାଉଥିଲା। ଏଥିରେ ପୂର୍ବରୁ ଯେଉଁ ଅଙ୍ଗନବାଡି କର୍ମୀ ଦଶମ ପାସ୍ କରିଥିବେ ସେମାନଙ୍କ ମଧ୍ୟରୁ ପଦୋନ୍ନତି ମାଧ୍ୟମରେ ସୁପରଭାଇଜର ନିଯୁକ୍ତି ଦିଆଯାଉଥିଲା। କିନ୍ତୁ ଏବେଠାରୁ ଆଉ ଦଶମ ପାସ୍ କରିଥିଲେ ମିଳିବନି ଅଙ୍ଗନବାଡି ସୁପରଭାଇଜର ଚାକିରି। ଏଥିପାଇଁ ଜରୁରୀ ସ୍ନାତକ ଡିଗ୍ରୀ। କିନ୍ତୁ ଏହି ସଂଶୋଧନ ନିୟମ ପୂର୍ବ ନିର୍ଦ୍ଧାରିତ ଯୋଗ୍ୟତା ଅନୁଯାୟୀ କାର୍ଯ୍ୟ କରି ଆସୁଥିବା ଅଙ୍ଗନବାଡି କର୍ମୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ। ଏହି ପଦକ୍ଷେପ ଦ୍ୱାରା ଅଙ୍ଗନବାଡି କର୍ମୀଙ୍କ ସେବା ବିତରଣ ମାନ ବୃଦ୍ଧି ହେବ। ଶିଶୁ ଓ ମହିଳାଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଯୋଜନାଗୁଡ଼ିକର ସୁପରିଚାଳନା ତଥା ବିଭାଗର ଦକ୍ଷତାକୁ ଦୃଢ଼ କରିବାରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି। ବ୍ୟୁରୋ ରିପୋର୍ଟ, ସ୍ୱପ୍ନା ଲାଇଭ।